श्रीमद्भागवत तृतीय स्कंद विंशोऽध्याय शौनक उवाच वराहरूपी भावग्राही जळे धरणी गले थोई से स्वयंभुव मनुबला धरणी पृष्ठे सेवा कला नाना आवर जन्म जेते ତାହାକୁ ସାଧିଲା କେମନ୍ତେ ବିଦୁର ଭ୍ରମୀ ତୀର୍ଥ ମାର୍ଗେ ଆନନ୍ଦେ ମୈତ୍ରେୟର ଆଗେ ତୀର୍ଥ ସାଧନା ପୁଣ୍ୟ ବଳେ ଏମନ୍ତେ ବିଷ୍ଣୁ ଭକ୍ତି ଫଳେ କୃଷ୍ଣ ଚରଣ ଆଶ୍ରୟ କରି ପଶିଲା ହସ୍ତିନା ନଗରୀ। ତଜ୍ୟେଷ୍ଠ ଭ୍ରାତ ଧୃତରାଷ୍ଟ୍ର ତାହାର ପୁତ୍ର ବଡ଼ ଦୁଷ୍ଟ କର୍ଣ୍ଣ ଶକୁନି ଦୁଃଶାସନ ଏହାଙ୍କ ବୋଲେ ଦୁର୍ଯ୍ୟୋଧନ ପାଣ୍ଡବ ହିତେ ସେ ବିଶ୍ୱାସେ ଗର୍ଜି ହୋଇଲେ ମହାରୋଷେ ରାଜ୍ୟ ବାହାର କରିଦେଲା ସେ ପୁଣି ବ୍ୟାସଙ୍କର ବଳା ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ ବର୍ତ୍ତଇ ଭକ୍ତ ଜନ ମେଳେ ମୈତ୍ରେୟ ବିଦୁର ପୁଛିଲା କହିବା ମୋତେ ବିଷ୍ଣୁ ଲୀଳା ସେ ବିଷ୍ଣୁ କଥା ପରାଶର ଶ୍ରୁତି ଗୋଚରେ ସୁଧାସର ଯେ ପ୍ରାଣୀ ଗଙ୍ଗା ସ୍ନାନ କରେ ସେ ତିନି ପୁରୁଷ ଉଦ୍ଧରେ ବିଷ୍ଣୁର କଥା ସେହି ମତ ପାପନ ରହେ ତାଙ୍କ ଗାତ୍ର ଯାହାର ଜିହ୍ୱା କୃଷ୍ଣର ସେ ପଶଇ କର୍ଣ୍ଣ ଦ୍ୱାର ପାଶେ ବିଷ୍ଣୁ ବୈଷ୍ଣବ ଭାବ ଚିତ୍ତେ ଭୋ ମୁନି କହ ମୋ ଅଗ୍ରତେ ସେ କାହିଁ ଛାଡ଼େ କୃଷ୍ଣ କଥା ଯେଣେ ହରଇ ଭବ ବ୍ୟଥା ବିଷ୍ଣୁ ସୁକର ରୂପ ଧରି ଧରଣୀ ପାତାଳୁ ଉଦ୍ଧାରି ଲୀଳା ବିହାରେ ହିରଣ୍ୟାକ୍ଷ ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ ସେ କଥା ଶୁଣି ତୋଷ ଚିତ୍ତେ ଅଶ୍ରୁଲୋଚନ ଲୋମ ଗାତ୍ରେ ମୈତ୍ରେୟ ପାଦେ ଦେଇ ଶିର ଆନନ୍ଦେ ପୁଛଇ ବିଦୁର ଉବାଚ ବ୍ରହ୍ମନାଭିରୁ ଅବତାର ସେ ପ୍ରଜାପତିଙ୍କ ଈଶ୍ୱର ପ୍ରଜାପତିଙ୍କୁ ତା ଜାତ କଲା ସୃଷ୍ଟି ସୃଜନେ ଆଜ୍ଞା ଦେଲା ମରିଚି ଆଦି ସପ୍ତତନୁ ଅପରେ ସ୍ୱୟଂଭୁବ ମନୁ ପିତାର ପାଦେ ଶିଷ୍ୟ ବେଶେ ଶୁଭେ ରହିଲେ ସେହି ଦେଶେ ଏ ସୃଷ୍ଟି ସାଧିଲେ କେମନ୍ତେ ଦ୍ୱିତୀୟ ସୃଷ୍ଟି ବେଦ ମତେ ସାଧିଲେ ନିଜ କର୍ମତନ୍ତ୍ରେ ଶୁଭେ ପାଳିଲେ ନାନା ମତେ ସେ ସୃଷ୍ଟି ପଦ୍ମକଳ୍ପ ଅନ୍ତେ ଯେ କାଳ ବିଷ୍ଣୁର ବ୍ୟାପନ୍ତେ ମୈତ୍ରେୟ ଉବାଚ ସେ ମାୟା ବଳେ କ୍ଷୋଭ ପାଇ ମହତ ରୂପ ସେ ଧରଇ ରଜପ୍ରଧାନ ସେ ତ୍ରିଗୁଣ କଳ୍ପିଲା ଦୈବର ପ୍ରମାଣ ସେ ଭୂତ ଆଦି ସେ ମହତ ଅଙ୍ଗେ ସର୍ଜିଲା ପଞ୍ଚଭୂତ ଶବଦ ଆଦି ପଞ୍ଚଗଣ ମିଳିଲେ ସୃଷ୍ଟିର କାରଣ ସେ ପୁଣି ହୋଇ ଏକ ରୁଣ୍ଡ କଳ୍ପିଲେ ସୁବର୍ଣ୍ଣର ଅଣ୍ଡ ସେ ଅଣ୍ଡକୋଷ ମହାଜଳେ ପଡ଼ି ଭାସଇ କାଳ ବଳେ ସେ ପୁଣି ସହସ୍ର ବରଷେ ଅଗାଧ ମହାଜଳେ ଭାସେ ସେ ଅଣ୍ଡକୋଷ ମଧ୍ୟେ ହରି ଶୁଏ ଅନନ୍ତ ଶଯ୍ୟା କରି ସେ ନାଭି ପଦ୍ମକୋଷ ସଲିଳେ ହୁଅଇ ପ୍ରକାଶ ସେ ପଦ୍ମ ନିଜ ତେଜ ପୁଞ୍ଜେ ସହସ୍ର ରବି ରତ୍ନେ ଗଞ୍ଜେ ସେ ପଦ୍ମ ମଧ୍ୟେ ସର୍ବଜନ୍ତୁ ପ୍ରକାଶେ ନିଜ କର୍ମ ହେତୁ ବିରାଜେ ତାର ରୂପ ମଧ୍ୟେ ଜନ୍ମିଲେ ଜନ୍ତୁ କର୍ମ ସାଧେ ସେ ପୁଣି ବିଷ୍ଣୁ ଉପଦେଶେ ସୃଷ୍ଟି ଭଜିଲା ଅଣ୍ଡକୋଷେ କାଳର ବଳେ କୋପମନ ନିଶ୍ୱାସ ଛାଡ଼େ ଘନ ଘନ ତାର ନିଶ୍ୱାସ ତତ୍କ୍ଷଣେ ସଂସାର ହିତେ ପଞ୍ଚଗୁଣେ ତା ମିଶ୍ର ମହାତମ ତା ମିଶ୍ର ମୋହ ନାମ ଏ ପଞ୍ଚକର୍ମ ଏକ ମେଳେ ଜନ୍ମିଲେ ଅନ୍ଧକାର ବଳେ ଏ ସୃଷ୍ଟି ଦେଖି ତମମୟ ଧାତା ଛାଡ଼ିଲା ନିଜ ଦେହ ସେ ପିଣ୍ଡ ଦେଖି ତମ ଗୁଣେ ବେଗେ ଧାଇଲେ ତତ୍କ୍ଷଣେ ସେ ଦେହେ ସେହି ସନ୍ଧ୍ୟା ମିଶି ତମେ ରଜନୀ ପ୍ରାୟ ଦିଶି କ୍ଷୁଧା ତୃଷାର ରାତ୍ରି ବେଳେ ସେ ସର୍ବେ ମିଳି ଏକ ମେଳେ ଥୋକେ କହନ୍ତି ରଖ ରଖ ଥୋକେ କହନ୍ତି ଭକ୍ଷ ଭକ୍ଷ ତକ୍ଷଣେ ବ୍ରହ୍ମା ଶୂନ୍ୟେ ରହି ବୋଇଲେ ତାଙ୍କ ମୁଖ ଚାହିଁ ଏ ପିଣ୍ଡ ଭକ୍ଷ ହେନ ଭକ୍ଷ ଏଣୁ ହୋଇଲା ଯକ୍ଷ ରକ୍ଷ ତୁମ୍ଭେ ଯେ ଯକ୍ଷ ରକ୍ଷ ଗଣ ମୋର ବଚନ ଏବେ ଶୁଣ
ତୁମ୍ଭେ ମୋହର ପ୍ରଜା ହୁଅ। ଏମନ୍ତ କହି ପିତାମହ ସର୍ଜିଲା ଅନୁକ୍ଷଣ ଗଣ। ଦେବଙ୍କ ଭୋଗ ଯେ ପ୍ରମାଣ ତାହାକୁ ଦେଖି ତତକ୍ଷଣେ ଧାଇଁଲେ ଯକ୍ଷ ରକ୍ଷ ଗଣେ। ମୈଥୁନ ମୂଳ ସୁଖ ପାଇଁ ବେଗେ ବିଜୟ ଲୋଭ ବହି। ନିର୍ଲଜପଣ ତାହାଙ୍କର ଦେଖି ହସିଲେ ବେଦବର। ବ୍ରହ୍ମାର ହାସ୍ୟ ଦେଖି କୋପେ ମିଳିଲେ ବ୍ରହ୍ମାର ସମୀପେ। ଯାହାନ୍ତି କୁପିତ ବଦନେ ଭୟ ପଶିଲା ବ୍ରହ୍ମା ମନେ। ଶୂନ୍ୟ ଗୋବିନ୍ଦ ପଦ ଧ୍ୟାଇ କହଇ ଶିରେ କର ଦେଇ। ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ ତୁ ନାଥ ଆଜ୍ଞା ଦେଲୁ ମୋତେ। ସୃଷ୍ଟି କରଇ ମୋର ବଳେ ତୋ ଅନୁରୂପେ ଶୟଳେ। ତୁ ଏବେ ରଖ ଚକ୍ରଧର ଏମାନେ ମହାଭୟଙ୍କର। ଏ ଯେବେ ଭକ୍ଷୀ ଭେଟି ମୋତେ କେମନ୍ତେ ଥିବି ଏ ଜଗତେ। ବ୍ରହ୍ମା ବଚନ କର୍ଣ୍ଣେ ଶୁଣି ବୋଇଲେ ପ୍ରଭୁ ଚକ୍ରପାଣି। ଏ ଜାଣି ମହାଭୟଙ୍କର ଏବେ ତୁ ଛାଡ଼ ଏ ଶରୀର। ଶୁଣି ଗୋବିନ୍ଦର ବଚନ ତକ୍ଷଣେ ଛାଡ଼ିଲା ଜୀବନ। ସେ ଦେହ ସନ୍ଧ୍ୟା ରୂପ ହୋଇ ରୂପେ ରାକ୍ଷସ ମନ ମୋହି। ଯେ ଅପସରା ଗଣେ ଥିଲେ ତାହାଙ୍କୁ ଦେଖି ମୋହ ଗଲେ। ନାନା ଅଳଙ୍କାର ସାଜେଣି ଚରଣେ ନୂପୁର ବାଜେଣି। ବସ୍ତ୍ରେ ବେଷ୍ଟିତ ରୂପ ଛନ୍ନ ମୁହୂର୍ତ୍ତେ ବିଷାକ୍ତ ନୟନ। ହୃଦୟରେ ତୁଙ୍ଗ ପୟୋଧର କୁଟି ମେଖଳା ରତ୍ନସାର। ସୁନ୍ଦର ନାସିକା ବିରାଜେ ଦନ୍ତ ଡାଳିମ୍ବ ବୀଜ ବଞ୍ଜେ। ସୁନ୍ଦର ହାସ ମନୋହର ସୁବିମ୍ବ ସୁନ୍ଦର ଅଧର। ବସ୍ତ୍ର ଆଚ୍ଛାଦି କଳେବର ବସ୍ତ୍ର ଆଚ୍ଛାଦି କଳେବରେ ପଥେ ରହିଲା ଲାଜ ଭରେ। ପଥରେ ଦେଖି ତା ବଦନ ସର୍ବେ ହୋଇଲେ ମୋହମାନ। କହନ୍ତି ଏକୁ ଏକ ଚାହିଁ ମନ୍ତେ ଦେଖିଲା ତ ନାହିଁ। ନବ ଶରୀର ତ୍ରାହିକର ରୂପ ଲାବଣ୍ୟ ମନୋହର। ଏ ଆମ୍ଭ ମନେ ମନୋରମେ ଅକର୍ମ କଲା ପ୍ରାୟ ଭ୍ରମେ। ଏମନ୍ତେ ସନ୍ଧ୍ୟା ରୂପ ଦେଖି ପ୍ରମଦା ପ୍ରାୟେ ଉପଲକ୍ଷୀ। ନୟନ ଦେଇ ତା ବଦନେ ଭାବେ ବୁଝନ୍ତି ଅନ୍ୟ ଅନ୍ୟେ। ହେ ରମ୍ଭା ଉର୍ବଶୀ କଲ୍ୟାଣୀ ପ୍ରମଦା କୁଳ ଶିରୋମଣି। ବିପ୍ର ଭୋଜନେ ଭଗବାନ କହ କି କିସ ତୋର ନାମ। ତୋ ରୂପ ଗୁଣେ ହେଉ ଛନ୍ନ ଆମ୍ଭର ଲଙ୍ଘିତ ଲୋଚନ। ତୋହର ରୂପ ଗୁଣ ଗୁଣୀ ଆମ୍ଭର ପ୍ରଭା ବନ୍ଧଣୀ। କାହାର ପତ୍ନୀ ତୁ ବୋଲାଉ କହ ତୁ ପୂଜିଲୁ କାହୁଁ। ତୁ ଆମ୍ଭ ପୂର୍ବ ଭାଗ୍ୟ ବଳେ ମିଳିଲୁ ଆମ୍ଭର ଛାମୁରେ। କୌତୁକ କ୍ରୀଡ଼ା ତୋ ବଦନ ରୂପେ ହରିଲୁ ଆମ୍ଭ ମନ। ତୋର ଚରଣ ପଦ୍ମ ଯୋନି ତୋର ଚରଣ ପଦ୍ମ ଯୁଗେ ଗମନେ ଯୂଥର ତରଙ୍ଗେ। ସେ ଗୁଣ ସ୍ତନ ଭାର ଛିନ୍ନେ ଭାଜିବା ପ୍ରାୟ ଅନୁମାନେ। ହେମନ୍ତେ ସନ୍ଧ୍ୟା ରୂପ ଚାହିଁ ଯକ୍ଷ ରାକ୍ଷସ ଲୋଭ ବହି। ତକ୍ଷଣେ ନିଜ କାନ୍ତି ତେଜେ ବ୍ରହ୍ମାର ଶରୀରୁ ବିରାଜେ। ସ୍ୱଭାବେ ବ୍ରହ୍ମା ସେ ଆନନ୍ଦେ ଗନ୍ଧର୍ବ ଅପସର ବୃନ୍ଦେ। ସ୍ୱଭାବେ ବ୍ରହ୍ମା ସେ ଆନନ୍ଦେ ଗନ୍ଧର୍ବ ଅପସରା ବୃନ୍ଦେ। ବ୍ରହ୍ମାର ଶରୀରୁ ବାହାର ଯେ ରୂପେ ମୋହେ ସୁର ନର। ଗନ୍ଧର୍ବ ବିଶ୍ଵା ବସୁ ଆଦି ସୁନ୍ଦର ରୂପରେ ପ୍ରସିଦ୍ଧି। ଆବୋରି ଅପସରା ଗଣେ ସୁଖେ ରହିଲେ ଜଣେ ଜଣେ। ପ୍ରଥମେ ଆତ୍ମା ତନ୍ତ୍ରେ ଭରି ଭୂତ ପିଶାଚ ଗଣ ଚାରି। ପଛେ ତାହାଙ୍କ ରୂପ ଦେଖି ଭୟ ବୁଜିଲେ ବେନି ଆଖି। ସେ ମୁକ୍ତ କେଶ ଦିଗମ୍ବର ଦେଖି କମ୍ପିଲେ ସୁର ନର। ଭୟ ଅଳସ ତାର ସୁଖେ ଯେବେ ଏ ପ୍ରାଣୀ ମୋହେ ସୁଖେ। ସେ ଦେବ ନିଦ୍ରା ବଶ ହୋଇ ପୁଣି ଛାଡ଼ିଲା ନିଜ ଦେହି। ପରମେ ରହି ରଜଗୁଣ ସର୍ଜିଲା ସିଦ୍ଧ ପିତୃଗଣ। ସେ ସିଦ୍ଧ ବିଦ୍ୟାଧର ଗଣେ ଜାତ ହୋଇଲେ ତତକ୍ଷଣେ। ସ୍ୱଭାବେ ତେଜ ନର୍ଗଳା
ତାହାକୁ ଅନ୍ତର୍ଧ୍ୟାନ ହେଲା। କିନ୍ନର କି ପୁରୁଷ ଗତି ପୁଣି ସର୍ଜିଲା ପ୍ରଜାପତି। ତକ୍ଷଣେ ତମୁ ଗୁଣେ ଜାତ ତାହାର ତେଜେ ବଳବନ୍ତ। ତାହାକୁ ଚାହିଁ ପ୍ରଜାନାଥ ସନ୍ତୋଷେ ହୋଇ କୃତକୃତ୍ୟ। ପୁଣି କଳ୍ପିଲା ମନୋରଥେ ଆବର ସୃଷ୍ଟି ଭାବ ଯେତେ। ନାରୀ ପୁରୁଷେ କଲେ ମନ ଯେ ସୃଷ୍ଟି ଉପୁଜେ ମୈଥୁନ। ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ ବିବୁଧେ ଯାର ଯଶ ଗାଇ। କହନ୍ତି ଧନ୍ୟ ବେଦପତି ସୃଷ୍ଟି ସଞ୍ଚରେ ଦୃଢ଼ମତି। ଅନେକ ତପ ଯହୁଁ କଲା ଜ୍ଞାନେ ଗୋବିନ୍ଦେ ଆଜ୍ଞା ଦେଲା। ନିଜ ସାଧନା ତପ ଫଳେ ଏ ସୃଷ୍ଟି କଲେ ବୁଦ୍ଧି ବଳେ। ଏମନ୍ତେ ଶ୍ରୀକୃଷ୍ଣ କାରଣ ବିଧାତା ରୂପେ ନାରାୟଣ। କହଇ ପୁଣ ପୁଣ ଭାବେ ତାର ଭକ୍ତ ଜନର ଲାଭେ। ଏମନ୍ତେ ଭାଗବତ ବାଣୀ ମୈତ୍ରେୟ ମୁନି ଆଗେ ଭଣି। ବନେ ପିପଳ ବୃକ୍ଷ ମୂଳେ ମନୁଷ୍ୟ ରୂପ ତ୍ୟାଗ କଲେ। ସେ କଥା ବ୍ୟାସ ତାଙ୍କ ଆଗେ ମୁନି କହିଲେ ପ୍ରିୟ ଭାବେ। ହରିଚରିତ ଭାଗବତ କହିଲେ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟାଂ 82 ତୃତୀୟ ସ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜନୀ ନାମ 20 ଅଧ୍ୟାୟः।